যদি আমরা ধর্মশাস্ত্র পঢ়ু, ধর্মশাস্ত্র বাইবেল গোটে এইভাবে শাস্ত্র, এইভাবে গোটে পুস্তক। ଆପଣ ଯେକୌଣସି ବିଷୟ ଯଦି ଏଇ ଶାସ୍ତ୍ରରୁ ବାହାର କରିବାକୁ ଇଚ୍ଛା କରନ୍ତି ଆପଣ ବାହାର କରିପାରିବେ। ତାମାନେ ଏଇ ଶାସ୍ତ୍ର ଯୋଉ 6ଟି ପୁସ୍ତକ ବିଶିଷ୍ଟ এই পুস্তক রাজা এবং প্রজা বিষয়ে মধ্যে কথা। এই সংসারে অনেক রাজা আসিলে আর অনেক প্রজা মানক মধ্যে সেমানে শাসন করি যাইছেন। এই পুস্তক গুরু এবং শিষ্য মানক বিষয়ে মধ্য আমানকু কহিଥାଏ। এই পুস্তকরে বহুত বড় বড় গুরুଙ୍କୁ ଆମେ ଦେଖିଛୁ। ସେ ଗୁରୁମାନଙ୍କ ମଧ୍ୟରେ ଯଦି ଗୋଟେ ମହାନ ଗୁରୁ ଯିଏ এই পুস্তকରେ লিপিবদ্ধ ହୋଇଛି ତ ସେ ହେଉଛନ୍ତି ଯୀଶୁ ଖ୍ରୀଷ୍ଟ। ଗୁରୁ ଶିଷ୍ୟ ବିଷୟରେ ମଧ୍ୟ ଆମେ ଦେଖୁ, ପୁଣି ପୁଅ ଝିଅ ବିଷୟରେ ମଧ୍ୟ ଆମେ ଦେଖିଥାଉ। ଅନେକ ପୁଅମାନେ ଯେଉଁମାନେ କି ଜନ୍ମ ନେଇଛନ୍ତି ଇତିହାସରେ ସେମାନେ ମଧ୍ୟ এই ବାଇବଲରେ ଲେଖା ଯାଇଛନ୍ତି। ଝିଅମାନଙ୍କ ବିଷୟରେ ମଧ୍ୟ ଲେଖା ଯାଇଛି। ସେଇଭଳିଆ ଦାସ ଏବଂ ମାଲିକ ମାନଙ୍କ ବିଷୟରେ ମଧ୍ୟ ଲେଖା ଯାଇଛି। ଆଉ ପୁଣି ସ୍ୱାମୀ ଏବଂ ସ୍ତ୍ରୀ ମାନଙ୍କ ବିଷୟ। ତ ସ୍ୱାମୀ ସ୍ତ୍ରୀ କଥା ଯେତେବେଳେ ଆମେ ଦେଖୁଛେ ଏଇଟା ଗୋଟେ ପରିବାରକୁ ବୁଝାଉଛି ବା ଗୋଟେ ଆଉ ସ୍ୱାମୀ ସ୍ତ୍ରୀ ପୁଅ ଝିଅ କିମ୍ବା ବାପା ମା ଥିବା ଗୋଟିଏ ଗୃହକୁ ବୁଝାଉଛି। ଆଉ ଆଜି ମୁଁ ଆପଣମାନଙ୍କୁ ଏଇ ଯୋଉ ବ୍ୟାନରରେ ଲେଖା ହେଇଛି ଏହି ବିଷୟ ମୁଁ ସେଇ ଅଂଶରୁ ହିଁ ଆପଣମାନଙ୍କୁ ବ୍ୟାଖ୍ୟା କରିବି। ଆପଣମାନେ ଧୈର୍ଯ୍ୟରେ ବସନ୍ତୁ। ଆଉ ମୁଁ ଆଶା କରୁଛି ଯେ ଆପଣମାନେ ଏଇ ଯୋଉ ବିଷୟଟି ଲେଖା ଅଛି ସେଇଟା କାହିଁକି ଏଇ ପୁସ୍ତକକୁ ଆସିଲା, କୋଉ ଦେଶରେ ଲେଖାଗଲା, କାହାର ଯୋଗୁଁ ଏ ବିଷୟଟା ଲେଖାଗଲା, କିଏ ଲେଖିଛି, ଏସବୁ ବିଷୟ ମୁଁ ଆପଣମାନଙ୍କୁ କହିବି। I can raise my voice. ঠিক আছে, ମୋ ଭଏସ ଟିକେ ପରେ ପରେ ଉଚ୍ଚା ହେଇଯିବ। এই যে এস্টর পুস্তক 1 অধ্যায় তার 20 পদর কথা মানে আলোচনা করিବାକୁ যাଉଛୁ। এଠାରେ লেখা ଅଛି যে স্বামী ক্ষুদ্র হও কিংবা মহান হেউ সমস্ত ভার্যা মানে, ସେ ସ୍ୱାମୀ ଧନୀ ହଉ କିମ୍ବା ଗରିବ ହଉ, ମୋ ଭଳିଆ କଳା ହଉ କିମ୍ବା ଆଗରେ ବସିଥିବା ଲୋକମାନଙ୍କ ଭଳିଆ ଗୋରା ମଧ୍ୟ ହୁଅନ୍ତୁ, କିମ୍ବା ସେ ଛୋଟା ହଉ କିମ୍ବା ସୁସ୍ଥ ହଉ, ଯଦି ସେ ବିବାହ କରିଛି, ଯଦି ସେ ଭାର୍ଯ୍ୟା ଗ୍ରହଣ କରିଛି, ଯଦି ଭାର୍ଯ୍ୟା ତାଙ୍କର ଅଛି, ତେବେ ସେଇ ଭାର୍ଯ୍ୟା ସେଇ ସ୍ୱାମୀ ମାନଙ୍କୁ ସେ କଣ କରିବ ଯେ ମର୍ଯ୍ୟାଦା ଦେବା ଆବଶ୍ୟକ। ଘଟଣା କଣ ହେଇଛି ଶୁଣନ୍ତୁ। ଖ୍ରୀଷ୍ଟପୂର୍ବ 444 କିମ୍ବା 45 ଭିତର କଥା। ଖ୍ରୀଷ୍ଟପୂର୍ବ 445 ସମୟର ଘଟଣା। ଯୀଶୁ ଖ୍ରୀଷ୍ଟ ଆସିବା 450 ବର୍ଷ କିମ୍ବା 45 ବର୍ଷ ପୂର୍ବେ এই ଘଟଣାଟା ଘଟିଛି। ଅକ୍ଷୟସେରହ ନାମକ ଗୋଟିଏ ରାଜା ବର୍ତ୍ତମାନ ସେ ତାଙ୍କର ରାଜଧାନୀ ସୁସନ ଠାରେ ଅଛନ୍ତି। ଏଇ ଯୋଉ ରାଜା ତାଙ୍କର ସାମ୍ରାଜ୍ୟକୁ ପରିଚାଳନା କରି ଆସୁଥାଏ, ଏଇ ରାଜାଙ୍କ ଅଧୀନରେ 127ଟା ପ୍ରଦେଶ ଅଛି ବା ଆଉ ଖଣ୍ଡିଆ ଖଣ୍ଡିଆ 127ଟା ରାଜ୍ୟ ୟାଙ୍କ ଅଧୀନରେ ଅଛି। ଆଉ ଏଇ ଗୋଟିଏ ରାଜା ସେ 127 ରାଜ୍ୟ ଉପରେ ସେ ଶାସନ କରି ଆସୁଅଛି। ଆଉ ପୁଣି ୟାର ରାଜ୍ୟ କୁଶ ଦେଶ ଠାରୁ ଇଥିଓପିଆ ପର୍ଯ୍ୟନ୍ତ ଆଉ କଣ ଆଉ ଲମ୍ବା ସାମ୍ରାଜ୍ୟ ଥିଲା। ତାମାନେ ଏଇ ଯୋଉ ରାଜା ଏଠାରେ ଲିଖିତ ଅଛନ୍ତି ବା ଏଠାରେ ଆମେ ପଢିଥାଉ, ଏଇ ରାଜା ଗୋଟେ ସାମାନ୍ୟ ରାଜା ନୁହଁ, ଏ ଗୋଟେ ବହୁତ ବଡ ରାଜା। ୟାର ସାମ୍ରାଜ୍ୟ ବହୁତ ଦୂର ପର୍ଯ୍ୟନ୍ତ ବିସ୍ତାରିତ ହେଇଛି। ଆଉ ଗୋଟେ ମହାନ ବ୍ୟକ୍ତି ମଧ୍ୟ, ଧନ ରତ୍ନ
ଐଶ୍ୱର୍ଯ୍ୟରେ ପରିପୂର୍ଣ୍ଣ ରାଜା। ଆଉ ଏଇ ରାଜା ଯେତେବେଳେ ତାଙ୍କର ଶାସନ ଗାଦିରେ ବସି ଅଛନ୍ତି ବା ତାଙ୍କର ଶାସନ କରିବା ଆରମ୍ଭ କରିଛନ୍ତି, ତାର ତୃତୀୟ ବର୍ଷରେ ସେ ଗୋଟେ ମେଳା କରିବା ପାଇଁ ସେ ଇଚ୍ଛା କଲେ, ଯୋଜନା କଲେ। ଆମେ ଅନେକ ସମୟରେ ମେଳା ମାନଙ୍କୁ ଯାଇଥାଉ, ଆଉ ସେଇ ଦେଶରେ ଇଏ ମେଳା ଆୟୋଜନ କରିଅଛନ୍ତି। ସେ ମେଳା ଆୟୋଜନ କରିବା ପଛର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଯେ ତାଙ୍କର ନିଜର ଦେଶରେ ଯୋଉ ସୁନା ରୂପା ଐଶ୍ୱର୍ଯ୍ୟ ଆଉ ଧନ ସମ୍ପତ୍ତି ରହିଛି ତାକୁ ପ୍ରଦର୍ଶନ କରିବା। ଏଇ ଅକ୍ଷୟଶେର ରାଜା ସେ ଆୟୋଜନ କରିଛନ୍ତି ଗୋଟେ ମେଳା, ଆଉ ସେଇ ମେଳାରେ ତାଙ୍କ ରାଜ୍ୟରେ ଥିବା ଧନ ସମ୍ପତ୍ତିକୁ ବା ସ୍ୱର୍ଣ୍ଣ ବା ଆଉ ଯେତିକି ଆଉ ମୂଲ୍ୟବାନ ପଥର ଗୁଡାକ ତାଙ୍କ ପାଖରେ ଅଛି ସେ ସବୁ ଆଉ କଣ ପ୍ରଦର୍ଶନ କରିବା ପାଇଁ ସେ ଆୟୋଜନ କରିଛନ୍ତି। ଆଉ ଏଇ ଆୟୋଜନ ପ୍ରାୟ 180 ଦିନ ପର୍ଯ୍ୟନ୍ତ ଚାଲିଥିଲା। ତ ଏଇ ଯୋଉ ଆୟୋଜନ ବର୍ତ୍ତମାନ ହେଇଛି ସୁସନ ଆଉ ରାଜଧାନୀରେ, ସେଇ ଆୟୋଜନରେ ଯୋଗ ଦେବା ପାଇଁ ତାର ସାମ୍ରାଜ୍ୟ ଅଧୀନରେ ଥିବା 137ଟି ରାଜ୍ୟର ଶାସକ ମାନଙ୍କୁ ମଧ୍ୟ ସେ ଆହ୍ୱାନ କରିଛି ଯେ ହେ ମୋ ଅଧୀନରେ କାର୍ଯ୍ୟ କରୁଥିବା ଶାସକ ମାନେ, ମୁଁ ଗୋଟେ ଏଇଭଳିଆ ମେଳା ଆୟୋଜନ କରିଛି ମୋ ରାଜପ୍ରସାଦରେ, ମୋ ଅଞ୍ଚଳରେ ସମସ୍ତେ ଆସ ଆଉ ଏହାର ଅଂଶୀ ହୁଅ। ବର୍ତ୍ତମାନ ଏଇ ଯୋଉ 180 ଦିନର ଆଉ ମେଳା ବର୍ତ୍ତମାନ ଚାଲିଛି, ଅନେକ ଧନଶାଳୀ ଲୋକମାନେ ଜମା ହେଇଛନ୍ତି, ଶାସକ ମାନେ ରାଜା ମାନେ ମଧ୍ୟ ସେଠାରେ ଏକାଠି ହେଇଛନ୍ତି, ପୁଣି ତାଙ୍କ ସ୍ତ୍ରୀ ମାନଙ୍କ ସହିତ ସେମାନେ ଯାଇଛନ୍ତି, ଜ୍ଞାନୀ ମାନେ, ବୁଦ୍ଧିମାନ ଲୋକମାନେ, କୁଳୀନ ଲୋକମାନେ ସେଠାରେ ଉପସ୍ଥିତ ଅଛନ୍ତି। ଯେତେବେଳେ এই ମେଳା ଚାଲିଛି ଏବଂ ଶେଷ ହେବାକୁ ଆସୁଛି, ସେଇ ସମୟରେ 7 ଦିନ ବାକି ଅଛି ସରିବା ପାଇଁ, ରାଜା ଘୋଷଣା କରନ୍ତି ଯେ ଏବେ ଗୋଟିଏ ମୁଁ ସମସ୍ତଙ୍କ ପାଇଁ ଗୋଟେ ବଡ ଭୋଜିର ଆୟୋଜନ କରିବି। ବହୁତ ବଡ ଭୋଜି ରାଜା ଆଉ ଶେଷ 7 ଦିନରେ ସେ ଆୟୋଜନ କରନ୍ତି। ସେଇ ଭୋଜିରେ ବିଭିନ୍ନ ପ୍ରକାର ଆଉ ଭଲ ଭଲ ଖାଦ୍ୟ ଗୁଡାକ ପ୍ରସ୍ତୁତ କରାଯାଇଛି। ଆଉ ସେଇ ଯୁଗର ରାଜା ମାନେ ମଦ ନ ପିଇକି ତ ସେମାନେ କୌଣସି ଆମୋଦ ପ୍ରମୋଦ କରିପାରିବେ ନାହିଁ। ସେମାନେ ସମସ୍ତେ ଏକାଠି ରାଜପ୍ରସାଦରେ ଜମା ହେଇକି ନିଜ ନିଜ ପସନ୍ଦିତା ମଦ ଦ୍ରାକ୍ଷାରସ ପାନ କରି ସେଇ ସ୍ଥାନରେ ନାଚ ଗୀତ କରି ଯେତେବେଳେ ଏଇ ଯୋଉ ମହାଭୋଜକୁ ପ୍ରତିପାଳନ କରୁଛନ୍ତି, ରାଜାକୁ ବହୁତ ମନମୁଗ୍ଧ ହେଲା। ରାଜା ବହୁତ ଖୁସି ହେଇଗଲେ ସେଇ ଯୋଉ ମହାଭୋଜକୁ ଦେଖି, ଲୋକମାନଙ୍କର ସେ ନାଚ ଗୀତ ଦେଖି। ଯେତେବେଳେ ରାଜା ସେଠାରେ ଖୁସି ହେଇଯାଇଛନ୍ତି, ମନମୁଗ୍ଧ ହେଇଯାଇଛନ୍ତି, ସେତେବେଳେ ସେ ତାର ନପୁଂସକ ମାନଙ୍କୁ ଡାକିକି ସେ କହୁଛନ୍ତି, 7ଟି ନପୁଂସକ ତାଙ୍କ ଅଧୀନରେ କାର୍ଯ୍ୟ କରୁଥିଲେ, ଆଉ ସେମାନଙ୍କୁ ଡାକିକି କହୁଛନ୍ତି ଯାଅ ମୋର ସ୍ତ୍ରୀ ବସ୍ତିକୁ ରାଜ ମୁକୁଟ ପିନ୍ଧେଇ ତାକୁ ସଜେଇ ଏଠାରେ ଯେତେ ଲୋକ ମହାଭୋଜରେ ଅଛନ୍ତି ସମସ୍ତଙ୍କ ଆଗରେ ଆଣିକି ଠିଆ କର। ରାଜାଙ୍କର ଆଦେଶ। ରାଜା ଯେତେବେଳେ ଆଦେଶ ଦିଅନ୍ତି ତ ଶୁଣିବା ଲୋକ ବାଧ୍ୟ ହୋଇକି ସେ କାର୍ଯ୍ୟ କରିବାକୁ ପଡିବ, ପାଳନ କରିବାକୁ ପଡିବ। ତ ନପୁଂସକ ମାନେ ବର୍ତ୍ତମାନ ବସ୍ତି ରାଣୀ ପାଖକୁ ଯାଇ ବସ୍ତି ରାଣୀକୁ ଏଇ କଥା କହୁଛନ୍ତି ଯେ ଆପଣଙ୍କର ସ୍ୱାମୀ ଅକ୍ଷୟଶେର ରାଜା ଏଇ ଆଦେଶ ଦେଲେ ଯେ ଆପଣ ପ୍ରସ୍ତୁତ ହୁଅନ୍ତି ଆଉ ରାଣୀ ବେଶରେ ଆସି ଆଉ ରାଜାଙ୍କ ଆଗରେ ଆଉ ପୁଣି ରାଜାଙ୍କ ସହିତ ଯୋଉ ଅନ୍ୟ ଶାସକ ମାନେ ଅଛନ୍ତି, ବୁଦ୍ଧିମାନ ଲୋକମାନେ, କୁଳୀନ ଲୋକମାନେ ଅଛନ୍ତି, ତାଙ୍କ ଆଗରେ ଆପଣଙ୍କୁ ଉଭା ହେବାକୁ ପଡିବ। ତ ସେଇ ସମୟରେ ବସ୍ତି ରାଣୀ ସେଇ ରାଜାଙ୍କ ଆଗକୁ ଯିବା ପାଇଁ ସେ ମନା କରିଦିଅନ୍ତି। ସେ ରାଜାଙ୍କ ଆଗକୁ ଯାଇ ଠିଆ ହେବାକୁ ପସନ୍ଦ କରନ୍ତି ନାହିଁ। ଆଉ ସେ ସିଧାସଳଖ କହୁଛନ୍ତି ଯେ ମୁଁ ଆଉ ରାଜାଙ୍କ ନିକଟକୁ ଆସିବି ନାହିଁ। ଯେତେବେଳେ ସେ ନପୁଂସକ ମାନେ ଆଉ ଏଇ ନା ଉତ୍ତର ଆଣି ରାଜାଙ୍କ ନିକଟକୁ ପହଞ୍ଚୁଛନ୍ତି, ରାଜାଙ୍କୁ କୁହାଗଲା ଯେ ରାଜା ଆପଣ ଯୋଉ ଆଦେଶ ଦେଲେ, ଆପଣଙ୍କର ଯୋଉ ସ୍ତ୍ରୀ ଯୋଉ ରାଣୀ ବର୍ତ୍ତମାନ ଆଉ ସେ ଅନ୍ୟ ଗୃହରେ ଅଛି, ଆଉ ତାଙ୍କୁ ଡାକିଲେ ଆଉ ତାଙ୍କୁ ଯୋଉ ଆପଣ ଆଦେଶ କଲେ ଆପଣଙ୍କ ନିକଟକୁ ଆସିବା ପାଇଁ, ସେ ବର୍ତ୍ତମାନ ଆସିବା ପାଇଁ ରାଜି ହଉନାହାନ୍ତି।
राजा जदिओ मद पीथिला द्राक्षा रस पान करी वर्तमान आउ से कोन से मद निशारे अछि तथापि तार मद टिके छाड़ी गला अरे मु जो झियो को बाहा होइछि मु राजा अक्षय सेरह जाहाको अधीन रे 127 टा राज्य रहिछि जाहाको अधीन रे 127 टा शासक माने कार्य करूछंती आ मोर आदेश को मो निज स्त्री आज अमान्य करिछि आज मो कथा रखि नाही आज मोर आ कथा को से आ न सुनि की आ से मते अपमान करिछि आ से समय रे एई भलिया घटना को समाधान करिबा पाए गोटे नियम थिला जे राजा बुद्धिमान लोक मान को डाकी एही विषय को समाधान करिबा पाए तो तार आखपाखर 7टी राज्यर शासक माने जो माने कि ताकर हृदय अति निकट थिले जो माने कि ताको सहित मिलिमिशि प्राय जीवन काटिके आसुथिले से 7टी राजा को से डाकी पाखरे बसी से कहउचंती मो आनंद उत्साह सहित मोर स्त्री को जो आपण मान को निकट को डाकिली आह्वान कली ताकर जो सौंदर्य को देखैबा पाए आ जो से सुंदरता सहित अछि तार सौंदर्य को आपण आगे प्रकाश करिबा पाए वर्तमान मोर स्त्री से मना करिसंती आ वर्तमान कोन करिबा तो सेमानक मध्यरु से गोटे व्यक्ति कहंती जे आपनक स्त्री को खबर दियंतु से आउ थरे आपनक निकट को न आसु आउ से केबे मध्य न आसु आ पुनी आज हमनकर मध्य रे एई भलिया गोटे विधि विधान आमने आउ कोन प्रस्तुत करिबा आउ सेई विधि विधान को ना केवल एई सुसन शहर रे ता सहित एई साम्राज्य अधीन रे जो 127 राज्य अछि आउ से 27 राज्य मध्य रे एही विधि विधान को घोषणा करिबा तो एई जो विधि विधान होउछि स्वामी क्षुद्र हो कि महान हो समस्त भार्य माने आपना आपना स्वामी मानको मर्यादा दियंतु एई कथाटा जो बाइबल रे आज प्रकाशित हेछि एई जो कथाटा आज माने आलोचना करूछु एई जो कथारु हमरे शिक्षा प्राप्त हेबा निमते एठारे बसिछु एही जो लेखा हेबा पछर कारण होउछि बस्ती रानी दिने तांको स्वामी राजा अक्षय सेरहंकर कथा को अमान्य करथिले कथा को सुनि नथिले स्वामी को कोन से तुच्छ करथिले अपमान करथिले बोली कि सेठारे लेखा अछि से कारण रो एठारे आजि आमने आलोचना करिबा को जाउछु जे हे स्त्री माने आपना आपना स्वामी मानको मर्यादा दियो तो जो स्त्री माने विशेष करी बस्ती रानी भली स्वामी मानको मर्यादा दियंती नाही तांकर अवस्था कोन हुए से विषयटा मु आपण मानको तीनिटो विषय आज आपण मानको मध्य रखिबा को चाहे आसंतो आपण जो शास्त्र पाठ करिछु से स्थान को ही माने आउ करे जिबा देखन तो एठारे लिखा अछि 16 और 17 मु पढिबी मोर प्रथम पॉइंट निमते एथिरे ममुखन राजार ओ अधिपति गणर साक्षात रे उत्तर देला बस्ती रानी केवल महाराजा को प्रति नहे मात्र अक्षय सेरह स राजा को अधीन समस्त प्रदेशर जावतीय अधिपति और जावतीय लोकों को प्रति अनुचित कर्म करियछि कारण रानी रो एही कर्मर कथा सकल स्त्री लोक मानक मध्य रे व्यापी जीव आ अक्षय सेरह राजा बस्ती रानी को आपण निकट को आनिबा को आज्ञा देले मात्र से आसिला नाही एही संवाद पाइले सेमानक साक्षात रे सेमानक स्वामी माने तुच्छनीय हेबे एठारे कोन आलोचना होउची जे जो ज्ञानी माने अन्य शासक माने वर्तमान राजा अक्षय सेरह तो सहित बसी आलोचना करूछंती से कुलीन लोक माने राजा को कहउछंती जे आज्ञा आज आपणकर स्त्री आपणकर रानी जो व्यवहार आपणक सम्मुख रे करि अछंती बा आपणक जीवन रे कले ना केवल एइटा आपणक पय अपमान ता सहित आमानक पय मध्य से
अपमान तामाने जेबे गोटे स्त्री तांकर स्वामींकर कथा न माने बा स्वामींकर आज्ञा पालन न करे जे प्रथम कथा जे तांकु से अनादर करूछि कोन करूछि अनादर करूछि जदि बाइबल हमने पढ़िबा तो विभिन्न जगह रे स्वामी स्त्री कथा गुडा को लिखा अछि जदि आदि पुस्तक को हमने जाउछु आदि पुस्तक तार सृष्टि समय कथा 2:18 रे जदि हमने देखिबा जे मनुष्य एकाकी रहिबा उचित नुहे आसु आमे तांको निमंते अनुरूपी सहकारिणी को निर्माण करिबा माने स्त्री को जो परमेश्वर निर्माण कले सृष्टि कले से होउची एई पुरुषर एई स्वामीर सहकारिणी अटे जदि सहकारिणी से साहाय्य करबाकू थिबा बा साहाय्य पाइबाकू थिबा स्वामी प्रति एई भलिया मनोभाव करिवो तेबे तार निश्चित भाबरे अनादर हुए आदि पुस्तक 2:21 अनुसार आदम को पंजर ने ईश्वर स्त्री को निर्माण करी आदम को निकट को आनिले सेथिरे से कहिले ए मोर अस्थिर अस्थि एवं मांसर मांस मु कोन कहबाकू चाहूची ए जो स्त्री वर्तमान स्वामींकर अनादर कारण हेछि बा स्वामी को अनादर करिछि ए स्त्री प्रकृत रे से स्वामींकर पंजरा ठारू ए सृष्टि आ परमेश्वर वाक्य कहूछि ए माने दुहे नुहे ए माने एक अटंती ए माने गोटिए आ कोन एठारे लिखा अछि जे ए मोर अस्थिर अस्थि एवं मांसर मांस पुणी से नारी कोन नर ठारू जात अनेक समय ए सत्यता को हमने भूली जाई था आमने जो जन्म होइछु आमनकर जो निर्माण होइछि आमनकर जो सृष्टि होइछि आ वाक्य स्पष्ट भाबरे कहे जे हमने की भली हमने सृष्टि होइछु जदि गोटे स्त्री आ परिवार मध्य रे स्वामी को सहित जीवन यापन काटु काटु बा जीवन आ कोन बिताओ जदि स्वामी को प्रति आ से आदर नहीं अनादर होउछि तबे निश्चित भाबरे तार जो सृष्टि हेछि बा प्रभु जो उद्देश्य रे तांको सृष्टि कले बा प्रभु जो उद्देश्य रे तांको निर्माण करियछंती से उद्देश्य को मध्य से भूली जाइछि आ से किए से मध्य से फेरे बुझी पारु नाही आदि पुस्तक तार 2:24 रे एपरि लिखा अछि जे जेबे गोटे आ कोन नर नारी सहित संयोग हुए जेबे गोटे नारी नर सहित संयोग होउची से आपण पिता माता को परित्याग करी से ता स्त्री सहित एकांग रहिबे ता माने जेबे गोटे स्वामी एवं स्त्री एकाठी हुंती गोटे पुरुष गोटे स्त्री सहित विवाह करे जेबे एमाने एकत्र गोटे स्थान रे वास करंती एमाने दुहे नुहे एमाने गोटे मात्र तो से विषय को से नारी भूली जाई ताको अनादर अनेक समय करिथाय प्रथम तिमोथी तार 2:12 पद एठारे लिखा अछि जे नारी माने एथि पई आ कोन गोटे नर आगरे बसीभूत हेबा दरकार तांको कथा अधीन रे रहिबा कथा आ कोन दरकार पुणी तांकर वाक्य अनुसार चलिबा कथा जेतु एठारे लिखा अछि कोन जे आदम प्रथम रे सृष्टि पुणी तापरे हबा द्वितीय रे स्त्री पुरुष ठारू नाही किंतु पुरुष स्त्री ठारू स्त्री पुरुष निमंते नुह किंतु आउ पुरुष निमंते स्त्री सृष्टि होई अछि मो मोटा मोटी भाबरे एठारे एक कथा कहबाकू चाहे जेबे गोटे नारी गोटे स्त्री बा गोटे महिला परिवार मध्य रे कोनोसी व्यक्ति को विवाह करिछि स्त्री पुरुष होई परिवार सबारे परिचालना करूचंती परिवार सहित आगो को बढ़ुचंती जेबे कोनोसी गोटे स्त्री ईश्वरकर वाक्य को न बुझी ईश्वरकर वाक्य को न जाने तांको आउ कोन स्वामी को आउ कोन अनादर करूछि तेबे से निश्चित भाबरे ईश्वरकर वाक्य को आउ से अनादर करूअछि ना केवल गोटे आउ नारी जेतेबेले बस्ती भले जीवन काटी आउ परिवार मध्य रे स्वामींकर अनादर करूअछि बा स्वामींकर अपमान करूअछि ता सहित से स्वामींकर अनादर्श मध्य होउछि से कोन होउछि जेतेबेले हमने एठी देखिबा 20 पद रे लिखा अछि आहुरी राज्य बृहत 20 पद रे एनु राज्यर सबु स्थान रे
ଏହି ରାଜାଜ୍ଞା ପ୍ରକାଶିତ ହେଲେ ସ୍ୱାମୀ କ୍ଷୁଦ୍ର ହଉ କି ମହାନ ହଉ ସମସ୍ତ ଭାର୍ଯ୍ୟା ମାନେ ଆପଣା ଆପଣା ସ୍ୱାମୀ ମାନଙ୍କୁ ମର୍ଯ୍ୟାଦା କରିବେ। ଏଠାରେ ଆମେ ଦେଖିଲୁ ଯେ 18 ପଦରେ ପୁଣି ଥରେ ଆଉ ପାରସ୍ୟ ଓ ମାଦିଆର ଯେଉଁ କୁଳିନା ସ୍ତ୍ରୀଗଣ ରାଣୀର ଏହି କର୍ମର ସମାଚାର ଆଜି ଶୁଣି ଅଛନ୍ତି, ସେମାନେ ରାଜାର ସମସ୍ତ ଅଧିପତି କି ଏହି ରୂପେ କହିବେ, ତହିଁରୁ ଅତିଶୟ ନିନ୍ଦା ଓ କ୍ରୋଧ ଉତ୍ପନ୍ନ ହବ। ତ ଦ୍ୱିତୀୟରେ ଏଠାରେ ଏଇ ଯୋଉ କୁଳୀନ ବ୍ୟକ୍ତି ମାନେ ଏଠାରେ ଯୋଉ ଆଲୋଚନା କରୁଛନ୍ତି ସେ ବସ୍ତି ରାଣୀ ବିଷୟରେ, ଯୋଉ ବସ୍ତି ରାଣୀ ରାଜାଙ୍କର କଥା ନ ଶୁଣି ବର୍ତ୍ତମାନ ଅବାଧ୍ୟ ହୋଇ ଆଉ ଏଇଭଳିଆ ଗୋଟେ ଅଘଟଣ ସେଠାରେ ଘଟେଇଛି, ସେଇ ଅଘଟଣକୁ ସେମାନେ ଆଲୋଚନା କରୁ କରୁ ସେମାନେ ଏଇ ଆଲୋଚନା କରୁଛନ୍ତି। ଆଉ ଦେଖନ୍ତୁ ଏଇ ଯୋଉ ନାରୀ ଯୋଉ କାର୍ଯ୍ୟ କରିଅଛି, এই খবরটি না কেবল এই গৃহরে রহিব বা আম পাখরে রহিব, নিশ্চিত ভাবে অন্য রাজ্য মানক আউ স্থানক মধ্য ব্যাপি যাব। তার মানে আমি যেতিকি লোক মানুষ বিবাহ করিছু বা যেতিকি নারী মানে আমার রানী হইকি বর্তমান রাজ্যর আউ প্রশাসনরে অছন্তি, সেমানে মধ্য এই খবর শুনি আমানকু মধ্য তুচ্ছ করিবে। যেতেবেলে গোটিয়ে নারী পরিবার মধ্যে ସ୍ୱାମୀ କୁ ଅନାଦର କରୁଛି ବା ସ୍ୱାମୀକୁ ତୁଚ୍ଛ କରୁଛି ବା ସ୍ୱାମୀର କଥା ଅନୁସାରେ ଜୀବନ କାଟୁନାହିଁ କିମ୍ବା ସ୍ୱାମୀକୁ ସେ ସେତିକି ପରିମାଣରେ ସମ୍ମାନ ଦଉନାହିଁ, ତେବେ ଏଇ ଯୋଉ ଘର ମଧ୍ୟରେ ଯୋଉ ଭଳିଆ ଘଟଣା ଘଟୁଛି ବା ଘର ଭିତରେ ଯାହା ବି କିଛି ଆଉ କଣ ଅଘଟଣ ଘଟିଥାଏ, ସେ ଅଘଟଣ ବିଷୟ ସାହି ପଡିଶାର ମଧ୍ୟ ଅନ୍ୟ ଘର ଗୁଡାକରେ ସେଟା ବ୍ୟାପିଥାଏ। ଯେବେ ମଧ୍ୟ ଆମେ କିଛି ଭୁଲ କାର୍ଯ୍ୟ କରିଥାଉ, ଭଲ କାର୍ଯ୍ୟ କଲେ ଯେତିକି ସହଜରେ ବ୍ୟାପିଥିବ ତାଠାରୁ ଭୁଲ କାର୍ଯ୍ୟ କରିଥିଲେ ଆଉ ସହଜରେ ଅନ୍ୟ ଜାଗା ଗୁଡାକକୁ ବ୍ୟାପିଥାଏ। ତ ଏମାନେ କଣ କହୁଛନ୍ତି, ବର୍ତ୍ତମାନ ଏଇ ଯୋଉ ବସ୍ତି ରାଣୀର ଏଇ ଯୋଉ ଅଜ୍ଞାନତାର କାର୍ଯ୍ୟ ବା ବସ୍ତି ରାଣୀ ଏଠାରେ ଯୋଉ ଗୋଟିଏ ଅପମାନର କାର୍ଯ୍ୟ କରିଛି, এইটা তো ଆପଣଙ୍କ ଆଗରେ କଲା ସତ କଥା, ଆପଣଙ୍କର ତ ଅପମାନ, ତା ସହିତ ଆମମାନଙ୍କର ମଧ୍ୟ ଅପମାନ, ପୁଣି ଆଗକୁ କଣ ଘଟିବ, ଆମ ସ୍ତ୍ରୀ ମାନେ ମଧ୍ୟ ଆମମାନଙ୍କୁ ଏଇ ଭଳିଆ ମଧ୍ୟ ଆମମାନଙ୍କର ଆଗରେ ଜୀବନ କାଟିବେ। ତାମାନେ এইটা ବ୍ୟାପିବ, এইটা ଆଉ କେବଳ ଅନାଦର ନୁହଁ, ଆଉ এইଟା ଗୋଟେ ଆଉ କଣ ଅନାଦର୍ଶ, ଆଦର୍ଶ କିନ୍ତୁ ଅନାଦର୍ଶ। ଲୋକମାନେ এইটা ଶିଖିବେ କିନ୍ତୁ ଭୁଲ ଜିନିଷ ଶିଖିବେ, ଲୋକମାନେ এইটা ଜାଣିବେ କିନ୍ତୁ ଭୁଲ ଜିନିଷ ଜାଣିବେ। ତ କଣ ହଉଛି, ଯେତେବେଳେ ଆଉ ସ୍ତ୍ରୀ ମାନେ ଏଇ ଭଳିଆ ଜୀବନ କାଟନ୍ତି, ତ এইটা ସମାଜରେ ସ୍ୱାମୀ ମାନଙ୍କ ପାଇଁ ଅନାଦର ଅପମାନ ହୁଏ, ପ୍ରଥମ କଥା। ଦ୍ୱିତୀୟରେ ଅନାଦର୍ଶକ ମଧ୍ୟ ହଉଛି, ଏଇଟା ଆଦର୍ଶ ନୁହଁ, ଅନାଦର୍ଶକ। ଅନ୍ୟ ଲୋକମାନେ ଆମମାନଙ୍କର ଗଣ୍ଡଗୋଳ କିମ୍ବା ଆମମାନଙ୍କର ଏଇ ଯୋଉ ସ୍ତ୍ରୀ ପୁରୁଷ ଭିତରେ ଏଇ ଯୋଉ ଗୋଟେ ବିବାଦ ବା ଏଇ ଯୋଉ ଝଗଡା ଏ ବିଷୟ ଶୁଣିବେ, ଆଉ ସେମାନଙ୍କ ପରିବାର ମାନଙ୍କ ମଧ୍ୟରେ ମଧ୍ୟ ଏଇ ସବୁ ଘଟିବାର ବହୁତ ସମ୍ଭାବନା ଥାଉଛି। ତ ଆମେ ବସ୍ତି ରାଣୀ ଭଳି ଯେବେ ଜୀବନ କାଟୁଛୁ, ନିଶ୍ଚିତ ଭାବରେ ସ୍ୱାମୀ ମାନଙ୍କର ଅନାଦର ହଉ, ମଧ୍ୟ ସମାଜ ମଧ୍ୟରେ ଅନାଦର୍ଶକ ହଉ, ପୁଣି ଶେଷରେ ଆମେ ଅଶାନ୍ତି ମଧ୍ୟ ଘଟାଉଛୁ। ଏଠାରେ ଦେଖନ୍ତୁ 20 ପଦରେ ଲେଖା ଅଛି ଯେ ଆଉ ପାରସ୍ୟ ଓ ମାଦିଅର ଯେଉଁ କୁଳୀନ ସ୍ତ୍ରୀଗଣ ରାଣୀର ଏହି କର୍ମର ସମାଚାର ଆଜି ଶୁଣିଅଛନ୍ତି, ସେମାନେ ରାଜାର ସମସ୍ତ ଅଧିପତି କି ଏହି ରୂପ କହିବେ, ତହିଁରୁ ଅତିଶୟ ନିନ୍ଦା ଓ କ୍ରୋଧ ଉତ୍ପନ୍ନ ହବ। ତାମାନେ ଯେବେ ଗୋଟେ ସ୍ତ୍ରୀ ବସ୍ତି ଭଳି ତାଙ୍କର ସ୍ୱାମୀର ବଶୀଭୂତା ନ ହୁଏ, ସ୍ୱାମୀର କଥା ନ ଶୁଣେ, ତାର କଥାକୁ ଅମାନ୍ୟ କରି ପରିବାର ମଧ୍ୟରେ କିମ୍ବା ସମାଜ ମଧ୍ୟରେ ଜୀବନ କାଟୁଛି, ସେଇଦିନ ଅକ୍ଷୟ ଶେରସ ଯେପରି କ୍ରୋଧୀ ହେଇଥିଲେ ବା ରାଗିଥିଲେ, ଠିକ ସେଇଭଳି ସ୍ୱାମୀ ମାନେ ରାଗିବାର ବହୁତ ସମ୍ଭାବନା। ଯେବେ ସ୍ତ୍ରୀ ବଶୀଭୂତା ନ ହୁଏ, ଯେବେ ସ୍ତ୍ରୀ କଥାକୁ ମାନି ନ ଚଳେ, ଯେବେ ସ୍ତ୍ରୀ ପରିବାର ମଧ୍ୟରେ ସେଇ ନମ୍ର ସରଳତା କିମ୍ବା ଉତ୍ତମତା ସହିତ ଜୀବନ କାଟି ନଥାଏ, ତେବେ ସେ ପରିବାର ମଧ୍ୟରେ ତୃତୀୟ ବିଷୟ ଅଶାନ୍ତି ଘଟିଥାଏ।
ତେବେ ଯେକୌଣସି ସ୍ତ୍ରୀ ବସ୍ତି ରାଣୀ ଭଳି ପରିବାର ମଧ୍ୟରେ ଜୀବନ ଘଟେ ତେବେ ପ୍ରଥମ କଥା ସେ ସ୍ୱାମୀକୁ ଅନାଦର କରେ, ଦ୍ୱିତୀୟ କଥା ସେ ଅନାଦର୍ଶକ ହୋଇଥାଏ, ତୃତୀୟ କଥା ପରିବାରକୁ ଅଶାନ୍ତି ମଧ୍ୟ ଆଣିଥାଏ। ଯେଉଁ ପରିବାର ମାନଙ୍କରେ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଠିକ ଭାବରେ ଯୋଗାଯୋଗ ନଥାଏ ବା ସ୍ତ୍ରୀ ସ୍ୱାମୀଙ୍କର କଥା ଶୁଣୁନଥିବ କିମ୍ବା ସ୍ୱାମୀ ମଧ୍ୟ ସେଇଭଳିଆ ବାକ୍ୟ ଅନୁସାରେ ଜୀବନ କାଟୁନଥିବ ତେବେ ନିଶ୍ଚିତ ଭାବରେ ଅନେକ ପ୍ରକାର ଅଶାନ୍ତି ଗୁଡାକ ଦେଖାଯାଏ। ଖ୍ରୀଷ୍ଟିଆନ ପରିବାର ହଉ କିମ୍ବା ଅନ୍ୟ ଧର୍ମର ଲୋକମାନଙ୍କର ପରିବାର ହଉ, କିନ୍ତୁ ଯେବେ ସ୍ୱାମୀ ସ୍ତ୍ରୀ ଭିତରେ ଠିକ ସମ୍ପର୍କ ନଥାଏ ବା ଆଦର ନଥାଏ, ପ୍ରେମ ନଥାଏ, ସ୍ନେହ ନଥାଏ ବା ପରସ୍ପରକୁ ଆଉ ସେଇଭଳିଆ ସମ୍ମାନ ଦେବାର ଯୋଉ ହୃଦୟ ନଥାଏ ତେବେ ସେଇ ପରିବାର ଗୁଡାକରେ ଅନେକ ଅଶାନ୍ତି ଘଟିଥାଏ। ତ ମୁଁ ଏଇ କଥା ଆପଣଙ୍କୁ କହିବାକୁ ଚାହିଁବି ଯେ ଏଇ ଯୋଉ ବସ୍ତି ରାଣୀ ଆମେ ଏସ୍ତର ପୁସ୍ତକ ତାର 1 ଅଧ୍ୟାୟରେ ଆମେ ଦେଖୁଛୁ ଏଇ ନାରୀ ତାଙ୍କର ସ୍ୱାମୀ ତାଙ୍କର ରାଜାର ଅବାଧ୍ୟ ହେଇଥିବା ଯୋଗୁଁ ଏଇ ଯୋଉ ବିଷୟଟି ଏଠାରେ ଲେଖା ଅଛି ଯେ ପ୍ରତ୍ୟେକ ଆଉ କଣ ଭାର୍ଯ୍ୟା ମାନେ ଆପଣ ସ୍ତ୍ରୀ ମାନଙ୍କୁ ଆପଣ ସ୍ୱାମୀ ମାନଙ୍କୁ ମର୍ଯ୍ୟାଦା ଦିଅନ୍ତୁ। ତ ଆମେ ଆଜି ପ୍ରଶ୍ନ କରିବାକୁ ପଡିବ, ଆମେ ଯେତିକି ବିବାହ କରି ଆଜି ସ୍ୱାମୀ ମାନଙ୍କ ସହିତ ପରିବାର ଗଠନ କରି ପିଲାମାନଙ୍କ ସହିତ ଆଜି ସାଂସାରିକ ଜୀବନର ଗତିରେ ଆମେ ରହିଛୁ, ଆଜି କଣ ଆମେ ବସ୍ତି ଭଳି ଜୀବନ କାଟୁଛୁ ନା ଈଶ୍ୱରଙ୍କର ବାକ୍ୟ ଅଧୀନ ହୋଇ ସ୍ୱାମୀର ବଶୀଭୂତ ହୋଇ ଜୀବନ କାଟୁଛୁ? এইটা আজ আমানে নিজ হৃদয়କୁ ନେବା ଆବଶ୍ୟକ, আমানে চিন্তা କରିବା ଆବଶ୍ୟକ, আমানে ନିଜ ଜୀବନକୁ ପରୀକ୍ଷା କରିବା ଆବଶ୍ୟକ ଯେ ଆମମାନେ ସ୍ୱାମୀ ମାନଙ୍କୁ ଆଦର କରୁଛୁ ନା ଅନାଦର କରୁଛୁ। ଯଦି ପରିବାର ମଧ୍ୟରେ ସ୍ତ୍ରୀ ଭାବରେ ହେଇକି ଜୀବନ କାଟୁଛୁ ଆମମାନେ ସମାଜ ପାଇଁ ଆଦର୍ଶ ହଉଛୁ ନା ଅନାଦର୍ଶ ହଉଛୁ। ବା ପରିବାର ମଧ୍ୟରେ ପିଲା କୁଟୁମ୍ବ ସ୍ୱାମୀ ସହିତ ଜୀବନ କାଟୁ କାଟୁ ଆମର ବାଧ୍ୟତା ଜୀବନ ସହିତ ଶାନ୍ତିରେ ଜୀବନ କାଟୁଛୁ ନା ଅଶାନ୍ତିରେ ଜୀବନ କାଟୁଛୁ। ପ୍ରଭୁ ମାନଙ୍କୁ ଆଶୀର୍ବାଦ କରନ୍ତୁ, ଦୟା କରନ୍ତୁ। ଦୟାକରି ପ୍ରଭୁ ଯୋଉ ପରିବାର ମାନଙ୍କୁ ଆପଣଙ୍କ ଜୀବନରେ ଦେଇଛନ୍ତି, ଯୋଉ ସ୍ୱାମୀକୁ ଦେଇଛନ୍ତି, ଯୋଉ ପିଲା କୁଟୁମ୍ବକୁ ଦେଇଛନ୍ତି ସେଇଟା ପରମେଶ୍ୱରଙ୍କ ପକ୍ଷରୁ ଆଉ ଉତ୍ତମ ପାଇଁ ଆପଣମାନଙ୍କ ପାଇଁ ଦାନ ଅଟେ। ତେଣୁ ସେଇ ପରିବାର ସହିତ ବାକ୍ୟ ଅନୁସାରେ ଆଗକୁ ବଢିବା ପାଇଁ ଆମେ ଚେଷ୍ଟା କରୁ। ପ୍ରଭୁ ଆପଣ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ, ଦୟା କରନ୍ତୁ। ଆଗାମୀ ଦିନ ମାନଙ୍କରେ ବସ୍ତି ଭଳି ନ ହୋଇ ବାକ୍ୟରେ ବଶୀଭୂତା ହୋଇ ସ୍ୱାମୀର ବଶୀଭୂତା ହୋଇ ଆଉ ପୁଣି ସ୍ୱାମୀର ଆଉ କଣ ମର୍ଯ୍ୟାଦା ସ୍ୱରୂପ ହୋଇ ଆଗକୁ ପରିବାରକୁ ପରିଚାଳନା କରିବା ପାଇଁ ବହୁଳ ଭାବରେ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।